କ୍ଷୁଦ୍ର ଗଦଗଦି ଜଳପ୍ରପାତ ପୁନରୁଦ୍ଧାର ପାଇଁ ଦାବି। କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନମାନଙ୍କରେ ଥିବା ଜଳ ଉତ୍ସଗୁଡ଼ିକର ପୁନରୁଦ୍ଧାର କରୁଥିବା ବେଳେ ଲୋକଲୋଚନଠାରୁ ଆରମ୍ଭ କରି ପ୍ରଶାସନର ଆଢ଼ୁଆଳରେ ରହିଯାଇଛି କ୍ଷୁଦ୍ର ଗଦଗଦି ଜଳପ୍ରପାତଟି। ଉକ୍ତ ପ୍ରପାତ ସହିତ ଅନେକ ଇତିହାସ ଯୋଡ଼ି ହୋଇଥିଲେ ସୁଦ୍ଧା ଯେପରି ସେ ଜନମାନସରେ ନିଜର ସତ୍ତା ହରାଇ ଦେଇଛି। ଏହି କ୍ଷୁଦ୍ର ଜଳସ୍ରୋତଟି ଢେଙ୍କାନାଳ ଜିଲ୍ଲା ଗଅନ୍ଦିଆ ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଅଧୀନ ଦଲାର ଗ୍ରାମର ନିକଟରେ ଅବସ୍ଥିତ। ବର୍ଷ ସାରା ନହେଲେ ନାହିଁ କିନ୍ତୁ ବର୍ଷର ଅଧିକାଂଶ ଦିନ କୁଳୁକୁଳୁ ନାଦରେ ଛୋଟ ଝରଣାର ଜଳ ବ୍ରାହ୍ମଣୀ ନଦୀ ମୁହାଁ ହୋଇ ପ୍ରବାହିତ ହୋଇଥାଏ। ମନ୍ଦାରଠାରୁ କରମୂଳକୁ ଯାଉଥିବା ମୁଖ୍ୟ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ଛୋଟ ପାହାଡ଼ରୁ ଉକ୍ତ ଜଳଧାରାର ସୃଷ୍ଟି ହୋଇଛି। କିନ୍ତୁ ତାହା ଏବେ ସୁଦ୍ଧା ଲୁକାୟିତ ରହିଛି। ନଭେମ୍ବର ମାସଠାରୁ ଆରମ୍ଭ କରି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏଠାରେ ଗହଳି ଦେଖିବାକୁ ମିଳିଥାଏ। ବ୍ଲକର ବିଭିନ୍ନ ଅଞ୍ଚଳରୁ ଏଠାକୁ ବଣଭୋଜି ପାଇଁ ସମାଗମ ହେବା ସହିତ ଉକ୍ତ ଅଞ୍ଚଳର ମନୋରମ ପରିବେଶକୁ ପର୍ଯ୍ୟଟକମାନେ ମନଭରି ଉପଭୋଗ କରିଥାନ୍ତି। ଉକ୍ତ ଅଞ୍ଚଳର ବ୍ୟାପକ ଉନ୍ନତି କରିବା ସହିତ ଏହି ଅଞ୍ଚଳକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ଦୀର୍ଘଦିନରୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଛି। ଉକ୍ତ ସ୍ଥାନଟି ଗଅନ୍ଦିଆ ବ୍ଲକଠାରୁ ପ୍ରାୟତଃ 15 କିଲୋମିଟର ଦୂରତ୍ୱ ଅଟେ। ମନ୍ଦାର ପଞ୍ଚାୟତର ମୁଖ୍ୟ କେନ୍ଦ୍ରଠାରୁ ମାତ୍ର 3 କିଲୋମିଟର ଦୂରତ୍ୱ ଅଟେ। ଏହି କ୍ଷୁଦ୍ର ଜଳପ୍ରପାତର ଉନ୍ନତିକରଣ କରାଯାଇ ଏହାର ଜଳକୁ ସୁରକ୍ଷିତ ଭାବରେ ରଖାଯାଇ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହିତ ଭରପୁର ଥିବା ପ୍ରାକୃତିକ ପରିବେଶକୁ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଗଲେ ଏହି କ୍ଷୁଦ୍ର ଜଳପ୍ରପାତଟି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟର ମାନ୍ୟତା ବହନ କରିପାରନ୍ତା। ଉକ୍ତ କ୍ଷୁଦ୍ର ଜଳପ୍ରପାତ ପୁନରୁଦ୍ଧାର ନିମନ୍ତେ ବ୍ୟାପକ ଅନୁଦାନ ରାଶି ବିନିଯୋଗ କରାଯାଇ ଏହାକୁ ପୁନର୍ନିର୍ମାଣ କରାଗଲେ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇପାରନ୍ତା। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।